किया नंद दीन आज विधिर ए सृष्टि सौभाग्य बले घटाती एहा परमेष्टि बंधु बांधव सहित रुंड होई आशीर्वाद ढाली देवे प्रभु श्रीपति शहे कोड़िए परमायु धाता देवे जानो शहे कोड़िए परमायु धाता देवे जानो यार चला पथे हेब कुसुम बसन हे आसमात महालक्ष्मीर कंधे हुआ स्थित आसमात महालक्ष्मीर कंधे हुआ स्थित धन धान्य परिपूर्ण सुलक्षण बंत हे आसमात विद्यादात्रियार कंठे कर बास विद्या बुद्धि पणे हेउ गणेश दृश्य दे ए पवित्र रजनी रे देवायार नाम ए पवित्र रजनी रे देवायार नाम रुद्र नारायण बोली करिली करण हे निज लोकटा सब बेले हसु थाए उच्चर आनंदे आउ कुकुरटा सदा सर्वदा ठाकुर को अमान्य करे अमान्य सविता तुम्हें कहो कौन कुछ सविता तुमको गोवर्धन तुमको ओ भली गोटे कुकुर अधिकार नहीं बसिबाकू से ठाकुर बसी सविता गोवर्धन बरोबर कटु कथा कही काटुचु बक्ष को मोहर नेबी तो ठार मु चरम प्रतिशोध कपटी लपटी रे कपट अंतर तोर राजा न खाई सजी सुसुत बहुत कपट भाभी चुप नर ने पूरा जमर बसी सिंहासन
ଦାସୀ ସବିତା ବାରମ୍ବାର ମତେ କରିଛୁ ଧିକାର ଆଉ ଭୁଲି ଯାଇଛୁ ମୁଁ ଗୋବର୍ଦ୍ଧନ ମର୍ଦ୍ଦରାଜ ମଣିଷ ଗମ୍ ଶାଗୁଣା ବେଶୀ ମରିବୁ ମତେ ଦେଇଥିବା ଅପମାନର ନିଶ୍ଚୟ ତୋଠାରୁ ନେବି ଚରମ ପ୍ରତିଶୋଧ ଗୋବର୍ଦ୍ଧନ ମର୍ଦ୍ଦରାଜ ତୁ ବୋଧେ ଭୁଲି ଯାଉଛୁ ଗୋବର୍ଦ୍ଧନ ମର୍ଦ୍ଦରାଜ ମୋର ମଧ୍ୟ ଅଧିକାର ଅଛି ବସିବାକୁ ଏ ରାଜ ସିଂହାସନରେ ଯଦି ବଞ୍ଚି ରହିବାକୁ ଚାହୁଁ ଯଦି ବଞ୍ଚି ରହି ଖାଇବାକୁ ଚାହୁଁ ରାଜଭୋଗ ତାହେଲେ ଦାସ ପରି ସେବା କର ମୋହରି ଚରଣ ଦାସ ପରି ସେବା କର ମୋହରି ଚରଣ ନାଇଁ ମୋ ପାଦର ଜୋତାଟା ଆଜି ଲାଗିବାକୁ ବସିଲାଣି ମଥାରି ମୋହର ମରିବୁ ସବିତା ତତେ ନିଶ୍ଚୟ ଓହ୍ଲାଇ ଦେବି ସେଇ ତଳ ପାହାଚକୁ ହଁ ସେଇ ତଳ ପାହାଚକୁ ମୁଁ ଏତେ ତଳକୁ ଖସିଗଲି ରାଗ ତ ମୁଁ ତମ ଯାଉଛି ମୁଁ ଡାକ କହୁଛି ମୋତେ କଥାକୁ ଟିକେ ଶୁଣିଲାନି ଯା ତୋ ଭଳିଆ ଏମିତି କେତେ ଗଲେଣି ମୁଁ ଦେଖିଛି ତୋ ମୁହଁ ଚାହିଁବିନି କହ ତୋ ଗାଁ ଲୋକଙ୍କ ମୁହଁ ଚାହିଁବିନି ଲୋ କଲେଣି ତୋ ଚଙ୍ଗତୁ ଯେ ତକ ଜନ ଗଣ୍ଠିରେ ବାନ୍ଧି ନେଲେ କେତେ ଧନ ଲୋ ଗଣ୍ଠିରେ ବାନ୍ଧି ନେଲେ କେତେ ଧନ ଶାନ୍ତେ ଇଏ କଣ ଆଜି ଏତେ ଗରମରେ ପାଖ ବସି ହଉନାହିଁ ଇଏ ବାରୁଦ ଗଦାରେ କିଏ ନିଆଁ ଲଗେଇ ଦେଲା ରେ ଶାଗୁଣା ବସାକୁ କିଏ ଟେକା ମାରିଲା ରେ ତଳି ଆମେ ସେ ଅନ୍ୟ କେହି ନୁହେଁ ଆମ ପେଡ଼ାରେ ଥିବା ନାଗୁଣିଟା ଅଛି ମତେ ଚୋଟ ମାରିଛି ଚୋଟ ଜନାର୍ଦ୍ଦନ ହେ ମତେ ପାସ୍ କରେଇ ଦିଅ ଇଏ ଶାନ୍ତେ ଇଏ ରାମ ପେଡ଼ାର ନାଗୁଣି କଣ କହୁଛ ମୁଁ କଥାଟା କିଛି ବୁଝିପାରୁନି ତଳି ଆବେ ସେଇ ସବିତା ସେଇ ଦାସୀ ସବିତା ଆଜି ମୋ ବକ୍ଷରେ ଜାଳି ଦେଇଗଲା ନିଆଁରେ ତଳି ଆଜି ମୋ କଲିଜାରେ ଜାଳି ଦେଇଗଲା ନିଆଁ ନିଆଁ ଲାଗିଯାଏ ଭାଇ କିଏ କୋଉଠି ଅଛ ଧାଇଁ ଆସ ପାଣି ଧରିକି ଧାଇଁ ଆସ ନିଆଁ ଲାଗିଛି କହିଲ ମୁଁ ପାଣି ବ୍ୟବସ୍ଥା କରୁଛି ଚାପଡ଼ା କଣ ମାଇଲୁଣି ତଡ଼ି ଭାବେ ସେ ସବିତାଟା ମତେ ଧିକ୍କାର କରିଛି କହିଲା ମୁଁ କୁକୁର ଚାକର ଭାବେ ତା ପାଦ ସେବା କରିବି ଭୈର ଦାସ କଣ ସବିତା ଆପଣଙ୍କୁ ଇଏ କଥା କହିଲ କଣ କହିବନି ଆପଣ ସବିତା ହେଇଅଛି ସବିତା ରାଣୀ ହେଇଗଲାଣି ରାଜଭୋଗ ଖାଇ ଗଜଦନ୍ତ ପଲଙ୍କରେ ଗୋଡ ଟେକିକି ଶୋଇଲାଣି ସିଏ କହିବନି ତାକୁ କହିବ ଛାଡ଼ିବିନି ଆବେ ସେ ସବିତାଟାକୁ ମୁଁ ଜମା ଛାଡ଼ିବିନି ତାର ଗୋଟେ ନାଇଁ ଉପାଡ଼ିବ କଣ ଆବେ ମତେ ଦେଇଥିବା ଅପମାନର ନିଶ୍ଚୟ ତା ଠାରୁ ନେବି ଚରମ ପ୍ରତିଶୋଧ ଜୟ ମହାକାଳ ଆତୁମ୍ବା ତମେ ଆଉ କିଛି କରିପାରିବନି ମୂର୍ଖ ତମେ ଆଉ କିଛି କରିପାରିବନି ଆରେ ଲତାଟା ବୃକ୍ଷର ଆଶ୍ରୟ ପାଇଲେ ଆଉ ନଦୀଟା ସାଗର ଆଶ୍ରୟ ପାଇଲେ ଆଉ ନାରୀଟା ପୁରୁଷ ଆଶ୍ରୟ ପାଇଲେ ସେ ଆଉ ନିଜକୁ ଛୋଟ ନ ଭାବଇ ବଡ ପଛ କଥା ଭୁଲି ଯାଇ ବଢଇ ଆଗକୁ ବାବା ଠିକ କହିଛନ୍ତି ନାଇଁ ବାବା ଠିକ କହିଛନ୍ତି ହେଲେ ବାବା ତାପରେ କଣ ହବ ତୁମକୁ ଧକ୍କା ମାରି ତଡ଼ି ଦେବ ଏ ରାଜ୍ୟରୁ ଦାଣ୍ଡେ ବୁଲି ଭିକ୍ଷା ମାଗିବ ଭିକ୍ଷା ସେ ବଡ କଷ୍ଟ କଥା ନାଇଁ ବାବା ଭିକ ମାଗି ହବନି ବାବା ମୁଁ ହାତ ଯୋଡ଼ି କହୁଛି ବାବା यार किसी गोटे व्यवस्था करो अरे नीच जन बसिले उच्चर आसन
জন বসিলে উচ্চর আসন সে ধর্ম কর্ম অমানে সে ধর্ম কর্ম গুরুজন মান কোন দিয়ে সমান আরে দেখায় সেই চাতর কঠোর তার অন্তর ভুলি যায় পছ কথা চালে টেকি তার বথা সতর্ক হই না রুহ সতর্ক হই না রুহ মারি বসে পাষাণ্ড দেই নকশল কপটে বদ্ধ করিব ମୋ କଥା ମନେ ରଖିବ ଖୋଜ ଯାଇ ବନର ଧରି ଆଣିବ କର ଛାଡ଼ିବ କେବେ ତାକୁ ନ ଛାଡ଼ିବ କେବେ ତାକୁ ଆରତରେ ମାରିବ ଦେଇର କୌଶଳ ଆମକୁ ବନିଚିତ ପଦ କେହି ମାଛ ଧରିକି ତାକୁ ତେଲରେ ଭାଜ ଭୁଜି କରିକି ନହେଲେ କାଠରେ ଜାଳାଜଳି କରିକି ଖାଇବାକୁ ପଡିବ କଳେ ବଳେ କୌଶଳେ କର କାର୍ଯ୍ୟ ସିଦ୍ଧି ନିଶ୍ଚୟ ବାବା ବନରେ ସେ ରାଣୀ ମୁକ୍ତାବତୀର ପୁତ୍ର ହୋଇଛି ଜନମ ସେ ମଧ୍ୟ ଆସିବ ସେ ମଧ୍ୟ ଦିନେ ଆସିବ ତୁମକୁ ତଡ଼ି ଦେଇ ବସିବ ଏ ରାଜ ସିଂହାସନ ବାବା କଳେ ବଳେ କର କାର୍ଯ୍ୟ ସିଦ୍ଧି ନିଶ୍ଚୟ ବାବା ଏ କାପାଳିକ କଥା ମାନିଲେ ତୁ ହେବୁ ରାଜା ଆଉ ତୁ ହେବୁ ମହାମନ୍ତ୍ରୀ ଆସୁଛି ଜୟ ମହାକାଳ ଆତୁମ୍ବ କିଛି ପଶିଲାନି କଣ କହିଲୁ ତୋ ଇଏ ବାବା ପରା କହିକିରି ଗଲେ ଇଏ ବାଞ୍ଛ ଯାଇକି ଜନ୍ମ କରି ସାଇଲାଣି ଜଙ୍ଗଲ ଭିତରେ ଶାନ୍ତେ ଛାଡ଼ିବାନି ବେ କାହାକୁ ଆବେ ତା ବଂଶର ବଂଶକୁ ଜମା ଛାଡ଼ିବାନି ଚାଲ ଯିବା ସେଇ ବଣର ମଧ୍ୟରେ ଆମେ ଚାଲ